ବନ୍ଦେ ମାତରମକୁ ନେଇ ଅଧ୍ୟାପକ ଗୌରହରି ମହାନ୍ତିଙ୍କର ଆଲୋକପାତ। ବନ୍ଦେ ମାତରମ୍ ଭାରତ ଭୂଖଣ୍ଡର କାଳଜୟୀ ମନ୍ତ୍ର, ସ୍ୱାଧୀନତାକାମୀ ତପସ୍ୱୀ ସାଧକର ତନ୍ତ୍ର, ଅଖଣ୍ଡ ଭାରତର ଶାଶ୍ୱତ ସଙ୍ଗୀତ, ଭାରତୀୟ ଆବେଗକୁ ଭାବପ୍ରବଣ ସହ ଯୋଡ଼ିବାରେ ଅଭିପ୍ରେତ, ଜାତି, ଧର୍ମ, ବର୍ଣ୍ଣକୁ ଏକୀଭୂତ କରିବାର ସଂସ୍କୃତ ମହକ, ଚିରନ୍ତନ ଆଭାର ଜ୍ୱଳନ୍ତ ଆବାହକ। ବନ୍ଦେ ମାତରମ୍ ପ୍ରତି ଭାରତୀୟଙ୍କ ମାତୃବନ୍ଦନାର ଅମର ଗାନ, ଭାରତ ଧରଣୀରେ ବୈଭବର ଅସରନ୍ତି ଆଲୋଡ଼ନ, ବିବିଧତାରେ ପୂର୍ଣ୍ଣ ଭାରତରେ ଜାତୀୟତାର ସ୍ୱର, କୋଟି ଭାରତୀୟଙ୍କ ଝଙ୍କାର, ରାଷ୍ଟ୍ରୀୟ ଏକତାର ଆଧାର। ବନ୍ଦେ ମାତରମ୍ ଭାବବନ୍ଧନର ଅପୂର୍ବ ଶବ୍ଦ, ସ୍ୱାଧୀନତାନାମୀ କ୍ରାନ୍ତିର ବୈପ୍ଳବିକ ନାଦ, ମାତୃଭୂମି ପ୍ରତି ଅଟଳ ଭକ୍ତି ସାହସର ପ୍ରତୀକ, ଅନ୍ତରୁ ସୃଷ୍ଟି କରେ ନିର୍ଭୀକ। ଆଶା ପାଇଁ, ଆଶୀର୍ବାଦ ପାଇଁ ସମର୍ପି ଆରାଧନା, ସୁଖ ପାଇଁ ସଂଘର୍ଷ ଫଳଲାଭରେ ଅମ୍ଳାନ ମୂର୍ଚ୍ଛନା। ବନ୍ଦେ ମାତରମ୍ ମନ ପ୍ରାଣକୁ ପୁଲକିତର ବିଭବନ୍ତ ଧାରା, ତା ସଙ୍ଗୀତ ଅପସରା, କି ଅପୂର୍ବ ସ୍ପନ୍ଦନ, କି ମୋହନୀୟ ଜାଗରଣ, ପ୍ରାଚୀନ ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରେରଣାଲବ୍ଧ ବାଣ, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାଳଜୟୀ ବିବର୍ତ୍ତ ସ୍ଲୋଗାନ। ବନ୍ଦେ ମାତରମ୍ ସାମୂହିକ ଚେତନାର ଆବେଗମୟ ଗୀତ, ମନେ ଆଣେ ବିସ୍ମୟଭୂତ ଅତୀତ। ଏ ଗୀତରେ ଅଛି ପ୍ରାକୃତିକ ରାଷ୍ଟ୍ରବାଦର ଉଦ୍ଘୋଷଣା, ଭାରତୀୟ ତୀର୍ଥରେ ତ୍ୟାଗ, ଶୌର୍ଯ୍ୟ, ଦେଶପ୍ରୀତି, କର୍ତ୍ତବ୍ୟ ନୀତିର ରଚନା। ବନ୍ଦେ ମାତରମ୍ ଦୁଇ ପଦ ସର୍ବଜନ ଗ୍ରହଣୀୟ, ବଢ଼ାଇଛି ସମ୍ବିଧାନ ମାନ, ପାଲଟିଛି ଶ୍ଲୋକ, ଲମ୍ବିଛି ଭୂମିରୁ ଭୂମାକୁ, ହୃଦରୁ ହୃଦକୁ, ସ୍ପନ୍ଦିତ ବାର୍ତ୍ତା, ମା ଭାରତୀର ସତ୍ତା। ମାତୃବନ୍ଦନାର ପବିତ୍ର ଭୂମିରେ ପ୍ରଣତି ଢାଳେ, ମିନତି ବାଢ଼େ। ବନ୍ଦେ ମାତରମ୍ ମା, ତୁମକୁ ପ୍ରଣାମ କରୁଛି, ବନ୍ଦନା କରୁଛି, ଅର୍ଚ୍ଚନା କରୁଛି। ଆମକୁ ସୁଖଦାମ ବରଦାମ ମା, ସହସ୍ର କୋଟିର ଜନନୀ ତୁ ମାତୃଭୂମି, ତୋ ମାଟିର ମମତା ମଧୁରତା ବର୍ଣ୍ଣନା ପାଇଁ ମୋର ଭାଷା ନାହିଁ, ତୋ ମୋହନୀୟତା ବୁଝିବା ବୁଝାଇବା ମୋ କଳନାର ବାହାରେ। ତୋ ମାଟି ରସରେ ନୀର ସମୀର ଅମୀୟ, ତୋ ଜଳ ସ୍ଥଳ ଆକାଶ ପ୍ରାଣମୟ, ତୋ ସଂସ୍କୃତି ସଂସ୍କୃତ ସଂସ୍କାର ବିଶ୍ୱବିଦିତ। ତୁ ସର୍ବଦା ପୂଜନୀୟ ବନ୍ଦନୀୟ ମା, ତୁ ଯୁଗାନ୍ତର ମା, ଶ୍ରଦ୍ଧା ସୁମନ ପୁଷ୍ପାଞ୍ଜଳି ସର୍ବେକ୍ଷଣରେ। ଶେଷରେ ତୋ କୁଳନନ୍ଦନକୁ ସୁଖ ରକ୍ଷା ପାଇଁ ଦିବ୍ୟ ବର ପ୍ରଦାନ କର ମା। ବନ୍ଦେ ମାତରମ୍ ଧର୍ମ ବର୍ଣ୍ଣ ଏକୀକରଣ ମାଧ୍ୟମ, ସଙ୍ଗୀତ ରାଗିଣୀ, ସେଇ ବୀର ପ୍ରସବିନୀ ଭାରତ ରାଣୀ। ସଂଗଠିତ ସୂତ୍ର, ଏକତ୍ୱବୋଧର ଅସ୍ତ୍ର, ତାହା ହିଁ ଥିଲା ତତ୍କାଳୀନ ଇତିହାସର ସ୍ୱର। ପଲ୍ଲୀଠୁ ଦିଲ୍ଲୀ ସବୁଠି ଆଦର, ଭାରତୀୟ ସମାଜର ସ୍ୱାଭିମାନ, କାଳଗର୍ଭରେ ଲମ୍ପ ଦେଇଛି ଏକ ରାଜନୈତିକ ଆନ୍ଦୋଳନ। ବନ୍ଦେ ମାତରମ୍ ଦିବ୍ୟ ଆତ୍ମପ୍ରକାଶ ଦିନରୁ ହିଁ ସ୍ୱସଭିଙ୍କ ପ୍ରଣାମ, ଭାରତୀୟ ରାଷ୍ଟ୍ର ଆତ୍ମାକୁ ପୁନର୍ଜୀବିତ କରିବାକୁ ସକ୍ଷମ। କାଳାନ୍ତର ବିଜୟ ବୈଜୟନ୍ତୀ ଉଡ଼ାଉଥିବ ଆମ ପ୍ରିୟ ବନ୍ଦେ ମାତରମ୍। ଆବଶ୍ୟକତା ଓ ଉପଦେୟତାର ବିଚାରେ ବୃଦ୍ଧିବନ୍ତ, ଭାରତ ସ୍ୱାଧୀନତାର ଅଣଆଲୋଚିତ ଦିଗକୁ, ଜନଜୀବନରେ ଆତ୍ମପ୍ରକାଶ ଆଜିର ଆବଶ୍ୟକ। ଆଜି ଅତୀତ ପୃଷ୍ଠର ତର୍ଜମା ଓ ବିହଙ୍ଗାବଲୋକନ ଖୋଜିଛି ପ୍ରତ୍ୟେକ ପରୋକ୍ଷ ସଂକେତ ପୁସ୍ତକ ଆନନ୍ଦ ମଠ। ଭାରତୀୟ ଉପନିବେଶରୁ, ଶୋଷଣ ଓ କଷଣରୁ, କାରାଗାର, କଳାପାଣି ପାର, ଲୋକଦୃଷ୍ଟି ଅନ୍ତରାଳେ ଯାତନା, ଦେଶୀୟ ତୋଷାମଦିଆଙ୍କ ପ୍ରରୋଚନା। ଜୀବନ ଯଦୁଗୃହରେ ଦାହ, ନଚେତ ନ ଦେଖିବା ପରି ନୀରବ ରୁହ, ବିଡ଼ମ୍ବନା କେବଳ ବିଡ଼ମ୍ବନା। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ତାତି ଉଠିଛି ଇଂରେଜ ଶାସକ, ବାଦ ପଡ଼େନି ରାଜବାଟୀ, ଜମିଦାର କୋଠି, ମନ୍ତ୍ରୀ ସେନାପତି ମଲ୍ଲପତି। ଏପଟେ ଦେଶ ସ୍ୱାଧୀନତା ପାଇଁ ଲଢ଼ୁଆ ଦେଶଭକ୍ତ ନିଅନ୍ତି ରକ୍ତ ଶପଥ, ଭାରତ ମାଟିର ବୀର ଦାୟଦ ସଂଗ୍ରାମ ଦିଗକୁ କରିଛନ୍ତି ପରିବର୍ତ୍ତନ। ଛଦ୍ମ ନାମ, ଛଦ୍ମ ରୂପ, ପରିବାର ଗ୍ରାମ ଭୂଇଁ ଡେଇଁ ଫକୀର ଧାନ୍ତି ଏକତ୍ରିତ ପନ୍ଥା ପାଇଁ। ଏବେ ମଠ ବାଡ଼ିରେ ଜୀବନ, ପାଖରେ ନାହିଁ ଧନ କି ସମ୍ମାନ, ମାତ୍ର ଜନ୍ମ ମାତୃକା ପାଇଁ ଅଛି ଦୃଢ଼ ମନ ଓ ବଚନ। ଆନନ୍ଦ ମଠରେ ପ୍ରକାଶ ପାଏ ବନ୍ଦେ ମାତରମ୍। ଦିନ କେତେଟାରେ ସହସ୍ରାଧିକ ଲୋକଙ୍କ ମୁଖରେ ମଧୁଗଞ୍ଜୁରିତ ହେଉଥାଏ ମନ୍ତ୍ରମୁଗ୍ଧ ବାଣୀ ବନ୍ଦେ ମାତରମ୍। ଅପୂର୍ବ ଶିହରଣ, ସେହି କାଳରୁ ଆବାଳ ବୃଦ୍ଧବନିତା ବନ୍ଦେ ମାତରମ୍ ଶ୍ଲୋକକୁ ଦେଶର ରାଷ୍ଟ୍ରୀୟ ଗୀତ ଭାବେ ଗ୍ରହଣ କରି ଆସୁଛନ୍ତି। ଆମ ମାତୃଭୂମିର ଦିବ୍ୟ ଆରାଧନା, ବନ୍ଦନା। ବନ୍ଦେ ମାତରମ୍ ଆମକୁ ସର୍ବଦା ଯୋଗାଇଛି ଶତସିଂହର ବଳ, ସ୍ୱର୍ଗୀୟ ଆନନ୍ଦ, ଅଲୌକିକ ସାଧନା ଓ ସଶକ୍ତ ଭାରତ। ଭାରତ ମାତା କି ଜୟ। ବନ୍ଦେ ମାତରମ୍। ଇନକିଲାବ ଜିନ୍ଦାବାଦ।